ଆପଣଙ୍କ ପାଇଁ ଆଜିର ପ୍ରଶ୍ନ, କେଉଁ ଜୀବକୁ ସାପ କାମୁଡ଼ିଲେ ବି ବିଷ ଲାଗିନଥାଏ? ତେବେ ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ବାଘ, ବି ମାଙ୍କଡ଼, ସି ନେଉଳ, ଡି ବିଲେଇ। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ସି ନେଉଳ। ନେଉଳ ଜୀବକୁ ସାପ କାମୁଡ଼ିଲେ ବି ବିଷ ଲାଗିନଥାଏ। ପରବର୍ତ୍ତୀ ପ୍ରଶ୍ନଟି ହେଲା, ପ୍ରତିଦିନ କ'ଣ ଖାଇବା ଦ୍ୱାରା ଉଚ୍ଚତା ଶୀଘ୍ର ବଢ଼ିଥାଏ? ତେବେ ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଅଣ୍ଡା, ବି ମହୁ, ସି କ୍ଷୀର, ଡି ମାଛ। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଏ ଅଣ୍ଡା। ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ଉଚ୍ଚତା ଶୀଘ୍ର ବଢ଼ିଥାଏ। ପରବର୍ତ୍ତୀ ପ୍ରଶ୍ନଟି ହେଲା, ଚକୋଲେଟ୍ ଖାଇଲେ କେଉଁ ଜୀବର ମୃତ୍ୟୁ ହୋଇଥାଏ? ତେବେ ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଠେକୁଆ, ବି କୁକୁର, ସି ବିଲେଇ, ଡି ଛେଳି। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ବି କୁକୁର। ଚକୋଲେଟ୍ ଖାଇଲେ କୁକୁରର ମୃତ୍ୟୁ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନଟି ହେଲା, କେଉଁ ଦେଶରେ ସିଂହର ଜନସଂଖ୍ୟା ଅଧିକ ଅଟେ? ତେବେ ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଭାରତ, ବି ଚୀନ, ସି ପାକିସ୍ତାନ, ଡି ନେପାଳ। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଏ ଭାରତ। ଭାରତ ଦେଶରେ ସିଂହର ଜନସଂଖ୍ୟା ଅଧିକ ଅଟେ। ପରବର୍ତ୍ତୀ ପ୍ରଶ୍ନଟି ହେଲା, କେଉଁ ଜୀବକୁ ସବୁ ଜିନିଷ ଦୁଇଗୁଣା ଅଧିକ ବଡ଼ ଦେଖାଯାଇଥାଏ? ତେବେ ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଗଧ, ବି କୁମ୍ଭୀର, ସି ମାଙ୍କଡ଼, ଡି ହାତୀ। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଡି ହାତୀ। ହାତୀ ଜୀବକୁ ସବୁ ଜିନିଷ ଦୁଇଗୁଣା ବଡ଼ ଦେଖାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନଟି ହେଲା, କେଉଁ ମାଛ ଆଖି ଖୋଲା ରଖି ଶୋଇଥାଏ? ତେବେ ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ତାରକା ମାଛ, ବି ଡଲଫିନ୍ ମାଛ, ସି ତିମି ମାଛ, ଡି ରୋହି ମାଛ। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ବି ଡଲଫିନ୍ ମାଛ। ଡଲଫିନ୍ ମାଛ ଆଖି ଖୋଲା ରଖି ଶୋଇଥାଏ। ପରବର୍ତ୍ତୀ ପ୍ରଶ୍ନଟି ହେଲା, ପ୍ରତିଦିନ କମଳା ଖାଇଲେ କ'ଣ ଶୀଘ୍ର କମିଯାଏ? ତେବେ ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଉଚ୍ଚତା, ବି ବୁଦ୍ଧି, ସି ଶକ୍ତି, ଡି ମୋଟାପଣ। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଡି ମୋଟାପଣ। ପ୍ରତିଦିନ କମଳା ଖାଇଲେ ମୋଟାପଣ ଶୀଘ୍ର କମିଯାଏ। ପରବର୍ତ୍ତୀ ପ୍ରଶ୍ନଟି ହେଲା, ସବୁଠାରୁ ଅଧିକ ମାଟି ଘର କେଉଁ ଦେଶରେ ଅଛି? ତେବେ ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଚୀନ, ବି ନେପାଳ, ସି ଭାରତ, ଡି ଆମେରିକା। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ସି ଭାରତ। ସବୁଠାରୁ ଅଧିକ ମାଟି ଘର ଭାରତ ଦେଶରେ ଅଛି। ପରବର୍ତ୍ତୀ ପ୍ରଶ୍ନଟି ହେଲା, କେଉଁ ପକ୍ଷୀର ମୁଣ୍ଡ କଟିଯିବା ପରେ ମଧ୍ୟ ଶିକାର କରିପାରେ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ବଗ, ବି ଓଟପକ୍ଷୀ, ସି ସାରସ, ଡି ବାଦୁଡ଼ି। ସମୟଟି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ବି ଓଟପକ୍ଷୀ। ଓଟପକ୍ଷୀର ମୁଣ୍ଡ କଟିଯିବା ପରେ ମଧ୍ୟ ଶିକାର କରିପାରେ। ପରବର୍ତ୍ତୀ ପ୍ରଶ୍ନଟି ହେଲା, ପାଦରେ ଚାଲିବା ଦ୍ୱାରା କେଉଁ ସବୁ ରୋଗ ଦୂର ହୋଇଥାଏ? ତେବେ ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଓଜନ ହ୍ରାସ, ବି ବ୍ଲଡ଼ ସୁଗର, ସି କୋଲେଷ୍ଟ୍ରଲ୍, ଡି ହାର୍ଟ ରୋଗ।
ଆପଣଙ୍କର 5 ସେକେଣ୍ଡର ସମୟ ଅବଧି ସମାପ୍ତ ହୋଇସାରିଛି। ତେବେ ଏହାର ସଠିକ୍ ଉତ୍ତରଟି ଜାଣିବା ପୂର୍ବରୁ ଯଦି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତେବେ ଏହାର ସଠିକ୍ ଉତ୍ତରଟି ହେଲା ନିମ୍ନୋକ୍ତ ସମସ୍ତ ପାଦରେ ଚାଲିବା ଦ୍ୱାରା ଓଜନ ହ୍ରାସ, ବ୍ଲଡ଼ ସୁଗର, କୋଲେଷ୍ଟ୍ରଲ୍ ଓ ହାର୍ଟ ରୋଗ ଭଳି ମାରାତ୍ମକ ରୋଗଗୁଡ଼ିକ ଦୂର ହୋଇଥାଏ। ତେବେ ଆପଣଙ୍କ ପାଇଁ ଆଜିର ଅନ୍ତିମ ପ୍ରଶ୍ନଟି ରହିଲା, ସାଇକେଲକୁ ଓଡ଼ିଆରେ କ'ଣ କୁହାଯାଏ? ଆପଣଙ୍କର ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 2 ଚକିଆ ଯାନ, ବି ଗରୁଡ଼, ସି ଚକି ଗାଡ଼ି, ଡି ଶୂନ ଗାଡ଼ି। ସମୟଟି ସମାପ୍ତ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ କେଉଁ କେଉଁ ଜିଲ୍ଲାରୁ ସବୁ ଆମର ଏହି ଭିଡ଼ିଓଟିକୁ ଦେଖୁଛନ୍ତି ତାହା ମଧ୍ୟ କମେଣ୍ଟ କରି ନିଶ୍ଚୟ କୁହନ୍ତୁ।